त्रेतया जुगरे ठाकुर जे केले राम अवतार लेले पिता सत्य पाली वनवास सत्य गला हां त्रेतया गला आसीब द्वापर बोले द्वापर जुगरे कृष्ण अवतार मोहिल गोपीक मन द्वापर जुगरे कृष्ण अवतार मोहिल गोपीक के कंस के सिनासी भूवर उच्चासी दंडपाणी पुरुणा कले द्वापर जुगरे ठाकुर जे कि कंस को विनाश कले दंडपाणी तना बहु पुरुणा प्रथम दिन कहलो कौन की ठकी देखी पळेला बापी हाँ दंडपाणी बहु पुरुणा नहीं क्या कहती भाई कि नुह कृष्ण दंडपाणी बहु पुरुणा नहीं बोले द्वापर जुगरे कृष्ण अवतारे मोहिल गोपीक मन वंश के सिनासी भूपर उच्चासी तो राजा कल उग्रेसन हेन बघमासी आज्ञा सत्य गला अच्छा त्रेतया गला द्वापर गला जुग चलला कली बोला ये कली जुगरे सिनील कंदरे श्वेत पीत रक्त कली जुगरे सिनील कंदरे श्वेत पीत रक्त श्वेत पाद पदुम हे मकरंद मकरंद एटी बहुची मुंडे पकेलणी आमे छाड़ीबू करे कोणे वर्ष में तो पेट में हेठी होचु तमे कोई दिन देखिलो आछि आमे देखिलु पर दिन पचार बसंत भाई की तुम भाई को पचार हां पहली वर्षा हलानी ना नाई गछरु काकर पानी पड़ी अरे पर दिन से पापरे बुड़ी की दिले ताकू किंतु ठाकुर देखा देलेनी आज किंतु देखा देले हां वृक्ष मूलरू अमृत धरुची मां ब्राह्मणी देवक आशीर्वाद वर्षा कोड़े नहीं किंतु ता मूलरे धरुची अमृत जा देखि कि ठिया हबो सेति पे कली जुगर ठाकुर हले जगन्नाथ कली जुगा पाखरे जगन्नाथ पाखरे बड़ ठाकुर मां विमला बड़ ठाकुरानी मां विमला ठाकुरानी अच्छा अच्छा जगतर मां विमला ठाकुरानी अछंती एठे ब्राह्मणी दाई सेई तो का हां अमृत धरुची अच्छा बोले ये कली जुगरे सिनील कंदरे श्वेत पीत रक्त बर्ण बोले श्वेत पाद पदु बहे मकरंद श्वेत पाद पदु बहे मकरंद ताकू पान कर वृद्ध जन्म हेन बघ मन को जतम कृष कहला तू जदि डाकिबू भगवान को धर पाइबो हां अबिना सारे दिने तो ना लागी रे तो ना लागी रे तो ना लागी रे कोन करे तो ना लागी जाऊ जीवन कृष्ण गुरु पद शरण कृष्ण गुरु पद शरण कृष्ण गुरु पद शरण तो ना गाई रे 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 तो ना गाई जाऊ जीवन कृष्ण गुरु पद शरण
ରତ୍ନ ନାସି ଗଜ ଉଠାରିଲ କୃଷ୍ଣ ଗୁରୁ ବନେ ମୁଗୁଣିର ଡାକକୁ ଶୁଣିଲ କୃଷ୍ଣ ଗୁରୁ ବେଶୀ ବ୍ୟାଧବନି ତାହାଙ୍କୁ ରଖିଲ କୃଷ୍ଣ ଗୁରୁ ବେଳକୁ ଦିନ ବନ୍ଧୁ ହେଲ କି ପଥର କୃଷ୍ଣ ଗୁରୁ ଆଶୀର୍ବାଦ କରିଥିବ ମୋହର ଉପର କୃଷ୍ଣ ଗୁରୁ ଜ୍ଞାନ ମୂର୍ଖ ମୁଦା ବିଦ୍ୟା ଜାଣି ନାହିଁ କୃଷ୍ଣ ଗୁରୁ ଗାୟକ ବାଜେ ଶରଣ ପଶଇ କୃଷ୍ଣ ଗୁରୁ ପିତାଙ୍କର ନାମ ହେ ଅଟେ ଘନ ଶ୍ୟାମ କୃଷ୍ଣ ଗୁରୁ ବାୟାପଲ୍ଲୀ ଗ୍ରାମରେ ତାଙ୍କ ବାସସ୍ଥାନ କୃଷ୍ଣ ଗୁରୁ ଥାଇ ଗୁରୁଦେବ ହେ କର ଆଶୀର୍ବାଦ କୃଷ୍ଣ ଗୁରୁ ସଭାରେ ତୁମ ପୁଅକୁ ନ ପଡୁ ପ୍ରମାଦ କୃଷ୍ଣ ଗୁରୁ ନାମ ମୋର ବାଳକୃଷ୍ଣ ହେ ବାୟାପଲ୍ଲୀ ଗ୍ରାମ କୃଷ୍ଣ ଗୁରୁ ବାପି ବୋଲି ନାମ ପୁଣି ହେ ରହିଛି ପ୍ରମାଣ କୃଷ୍ଣ ଗୁରୁ ନାଟକ ଥାଇ ବାଦ ନାଟକ ଥା କୃଷ୍ଣ ଗୁରୁ ଗଫି ଗଫି କାହିଁକି ନାମ କରିଦବା ବଥା କୃଷ୍ଣ ଗୁରୁ ଗୋଟେ ପଟେ ବଡ଼ ଭାଇ ଲକ୍ଷ୍ମଣ ଯେ ଜାଣ କୃଷ୍ଣ ଗୁରୁ ଗୋଟେ ପଟେ ସାନ ଭାଇ ବାପି ପରାୟଣ କୃଷ୍ଣ ଗୁରୁ ପ୍ରଥମ ରାତିରେ ବାଦ୍ୟ ହୋଇଥିଲା ପୁଣ କୃଷ୍ଣ ଗୁରୁ ସେହିଠାରୁ ନିଶ୍ଚୟ ହେବ ଆଲୋଚନ କୃଷ୍ଣ ଗୁରୁ ଯାହା ଜଣାଥିବ ପୁଅ କହିବ ବୁଝାଇ କୃଷ୍ଣ ଗୁରୁ ପ୍ରସାଦ ସନ କରିବେ ହେ ପଣ୍ଡିତ ଭାଇ କୃଷ୍ଣ ଗୁରୁ ଅଳପ ଦିନି ଗାୟକ ଅଳପ ମୋ ପଢ଼ା କୃଷ୍ଣ ଗୁରୁ ତୁମ୍ଭ ଆଶୀର୍ବାଦ ପରା ମୋର ପାଇଁ ଲୋଡ଼ା କୃଷ୍ଣ ଗୁରୁ ପଣ୍ଡିତ ଜନମାନଙ୍କୁ ମୁଁ ଜରୁଅଛି କର କୃଷ୍ଣ ଗୁରୁ ଆଜି ହରି ବୋଲ ସହିତରେ ହେଥିବ କର ତାଳ କୃଷ୍ଣ ଗୁରୁ ମା ଭଉଣୀ ମାନଙ୍କୁ କରୁଅଛି ଅଳି କୃଷ୍ଣ ଗୁରୁ ଆନନ୍ଦ ମନେ ମାଲ ମୋର ଦେବ ହୁଳ ହୁଳି କୃଷ୍ଣ ଗୁରୁ ତା ସଙ୍ଗରେ ବାଜିବ ମୋର ମୃଦଙ୍ଗ ଝଞ୍ଜାଳି କୃଷ୍ଣ ଗୁରୁ ବ୍ରାହ୍ମଣୀ ଦେବୀ ମଣ୍ଡପ କରିବ ଉଛୁଳି କୃଷ୍ଣ ଗୁରୁ ପଡ଼ିବ ହରିବୋଲ ବାଜିବ କରତାଳି ମା ଭଉଣୀ ମାନେ ଦେବ ହୁଳ ହୁଳି ତା ସଙ୍ଗରେ ବାଜିବ ମୋର ମୃଦଙ୍ଗ ଝଞ୍ଜାଳି ଏ ବ୍ରାହ୍ମଣୀ ଦେବୀ ମଣ୍ଡପ ଯାତ୍ରା ଆଜି ପଡ଼ିବ ଉଛୁଳି ଦୟା ରଖିଥିବେ ମାନୟାଗଡ଼ ଦକ୍ଷିଣ କାଳୀ ମା ଆଜ୍ଞା ହଁ ଆପଣଙ୍କୁ ଯେତେ ପ୍ରୀତି ଦାନ ମାଗୁଛି ଝିଅ ଆଚ୍ଛା ଆପଣ ନାସ୍ତି କରୁଛନ୍ତି ଆପଣଙ୍କ କହିବା ଅନୁସାରେ ମୁଁ ନେଇକି ବନସ୍ଥରେ ଛାଡ଼ିଥିଲି ହଁ ବନସ୍ଥ କଥା ଭାଇ କହିଛନ୍ତି ଆଚ୍ଛା ବନସ୍ଥରୁ ପିଲା ଉଠିକି ପୁଣି ପ୍ରୀତି ଭିକ୍ଷା ମାଗୁଛି ହଁ ଆଜି ରାଜି ହୋଇ ଆଜ୍ଞା ପ୍ରୀତି ଦାନ ଦେଇ ଯାହେ ଆଜି ରାଜି ହୋଇ आज्ञा कृष्ण कराए भौणी प्रीति भिक्षा मागुची हे आजी राजी हो मो कथा मानी ହଁ आपण ताको टिके प्रीति दान दे दियो କଦାପି ନୁହେଁ दे दोन प्रीति ହେକ୍, दबनी ତୁ ଇଚ୍ଛାରେ काहे की प्रीतिटा कोन खराब जिनस ଆଉ କଣ ଭଲ भल जिनस ଭଲଟା କଣ अभिमन्यु सामंत सियार कहले कहले ओनळ नुहई देह दहई अस्त्र नुहई मोर
କେତେବେଳେ ମନ ବିନ ନୁଆ ଗଛି ଅଭିମନ୍ୟୁ ସାମନ୍ତ ସିଆର କହିଲେ ପ୍ରୀତିଟା ହଉଛି ଭଲ ଜିନିଷ ଭଲ ଜିନିଷ ହାଁ କାହିଁକି କହିଲେ କଲେ ଅନଳ ଲୁହଇ ଦେହର ହୋଇ ପ୍ରୀତିଟା ଏମିତି ଗୋଟେ ଜିନିଷ ଅନଳ ନିଆଁ ଅନର୍ଥ ନିଆଁ ନିଆଁ ନୁହଁ କିନ୍ତୁ ପ୍ରୀତି କରିବାର ସମୟ ଆସିଲା ଦିହ ମୁଣ୍ଡ ଜଳି ପଡିଯାଏ ଦେହଟାକୁ ଖାଲି ଜାଳି ପଡି ପାଉଁଶ କରିଦିଏ ଅସ୍ତ୍ର ନୁହଁ ମରମ ଭେଦଇ ଅସ୍ତ୍ର ଅସ୍ତ୍ର ବୋଇଲେ ବୁଝାଲି ତାକୁ ବନ୍ଧୁକ ଛୁରୀ କିଛି ଦରକାର ନାହିଁ ଇଏ ନୁହେଁ ବୁଝାଲି ତାର ବନ୍ଧୁକ ଛୁରୀ ଠଉ ଇଏ ଯୋଉ ପ୍ରୀତି ଇଏ ମର୍ମକୁ ପୁରା ଦେହଟାକୁ ଖାଲି କାଟି ଖଣ୍ଡ ବିଠଙ୍ଗ କରି ଅନ୍ନଳ ନୁହଁ ଦେହ ଦଇ ଅସ୍ତ୍ର ନୁହଁ ମରମ ଭେଦଇ ନୁହଁ ତ ଜଳ ବୁଡାଏ କୂଳ ଜଳ ଜଳରେ କୂଳ ବୁଡାଇଲାନି ନାଇଁ ନାଇଁ ଜାତି କୂଳ ବୁଡେଇଲା ହଁ କେମିତି କିପରି ବ୍ରାହ୍ମଣର ଝିଅ ଗୋଟେ ଛୋଟ ପୁଅ ସାଙ୍ଗରେ ପଳେଇଲା ଜାତି କୂଳ ବୁଡେଇକି ଗଲା ମାଦକ ନୁହେଁ ପରେ ବିହଳ ମାଦକ ବୋଇଲେ ନିଶା ଦ୍ରବ୍ୟ ମାଦକ ବୋଇଲେ କଣ ଜାଣିପାରୁନ ଠିଆ ନିଶା ଦ୍ରବ୍ୟ ଏ ପୁଅ ମାଦକ କହିଲେ ତ 90% ଲୋକ ବୁଝିବେ ବୁଝିବେ ମାଦକ ବୋଇଲେ ନିଶା ଦ୍ରବ୍ୟ ନିଶା ଦ୍ରବ୍ୟ ବୋଇଲେ ଗଞ୍ଜେଇ ଅଫିମ ମଦ ଚରସ ପାଉଡର ସବୁ ନାଇଁ ୟାଠୁ ବଳକା ନିଶା ହଉଛି ପ୍ରୀତି କେମିତି ଝିଅକୁ 16-17 ବର୍ଷ ହେଇଥିବ ପୁଅକୁ 20-25 ବର୍ଷ ହେଇଥିବ ଯେତେବେଳେ ଲଭ୍ ଟିକେ ତାଙ୍କର ହେଇଯିବ ଲଗେଇଲେ ଫୋନ ହ୍ୟାଲୋ ଯଦି ପୁଅ କଥା ହଉଥିବ ଘରେ ବାପା ପଳେଇ ଆଇଲା ଲଗେଇଲା ଫୋନ ହ୍ୟାଲୋ ଦୌଡ଼ିକି ହ୍ୟାଲୋ ଟିକେ 2 ମିନିଟ୍ ରହ ଗଲା ସାଇକେଲ ଧଇଲା ଗାଡି ଧଇଲା ଚାଲିଲା ଗହିର ମଝିକୁ ଦେଖିଲା ଗୋଟେ ଗଛ ଅଛି ବିଲ ମଝିରେ ଗଛଟି ଅଛି ଗଛ ମୂଳରେ ବସିଲା ଛାଇ ତଳେ ହ୍ୟାଲୋ ତମର ଏଇ ଟାଇମରେ ଫୋନ କରିବାର ଥିଲା ତମେ ଜାଣିପାରୁନ ବାପା ଆସିକି ପହଞ୍ଚିଲାଣି ଆରେ ପୁଅ ତୁ ତ ଅଙ୍ଗେଲେ ଭେ କଥା କହୁଛୁ ବାପା ଡାକୁଥିବ ପୁଅ ଖଟରେ ଶୋଇକି ହାଲା ହାଲା ହଉଥିବ ହ୍ୟାଲୋ 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 ହଁ କଣ କହୁଛ ଏ ପୁଅ ବାପା ଅଛନ୍ତି ଚୋର ଜାଳେ ଚୋରି ବିଦ୍ୟା କଥା ହଁ। ନହେଲେ ଏତେ ତୁ ଫେଣା ତୁ ତେଣୁ ମାଦକ ନୁହେଁ ପରେ ବିହଳ ନିଶା ଠାରୁ ଅଧିକ ନିଶା ହଉଛି ପ୍ରୀତି କାହିଁକି ସେଇଥିପାଇଁ ଡକ୍ଟର ମାୟାଧର ମାନସିଂ କହିଲେ ନାଇଁ ନାଇଁ ମଦ ପିଇବି ନାଇଁ ମୁଁ ନାଲି ପାଣି ସେଥିରୁ ଦିଠପା ପକେଇ ଦେଲେ ମତେ 14 ବ୍ରହ୍ମାଣ୍ଡ କାହିଁକି କହିଲି ସିଂ କହିଲେ ବୋଲେ লাই লাই ମଦ ପିଇବି লাই ମୁଁ ଲାଲି ପାଳି ପରି ଦିଶେ ସେଥିରୁ ତିଟକ ପଡିଗଲେ ପରା 14 ବ୍ରହ୍ମାଣ୍ଡ ଦିଶେ 14 ବ୍ରହ୍ମାଣ୍ଡ ଦିଶିତି ପ୍ରଥମ ଥାଙ୍କ ଦିନ ଭାଇ ମତେ ଯୋଡିଏ ପ୍ରଶ୍ନ ଦେଇଥିଲେ କାନ ଦଉଥା ଟିକେ ବଡ ଭାଇ ଲୁଣ ମନ୍ତ୍ରୀଲେ ତମେ ବଡ ଗାୟକ ବାପାଙ୍କ ସାଙ୍ଗରେ ବାଦ ଲାଗିଛ ତମକୁ ବହୁତ ପୁରାଣ ଜଣା ମତେ କମ ପୁରାଣ ଜଣା କିନ୍ତୁ ତମେ କହିଲ ତମ ପ୍ରଶ୍ନ ଉତ୍ତର ବାପି ଦେଇ ପାରିଲାନି ମା କଥା କହିଲି ଦ୍ୱିତୀୟ ପ୍ରଶ୍ନ ତମେ ମତେ ପଚାରିଥିଲ ମାନବ ହଉ କି ଦେବତା ହଉ ସଂସାରରେ ସମସ୍ତେ ମରିକି ବି ତାଙ୍କର ପୁନର୍ଜନ୍ମ ଅଛି କିଏ ଜଣେ ମରିଛି ତାର ଜନ୍ମ ନାହିଁ ମଲା ପରେ ନାଇଁ ପ୍ରଥମ ଦିନ କହିଥିଲ କାନ ଦିଅ ତମକୁ କହିଥିଲି ଭସ୍ମାସୁର ତମେ କଲ ଏରା ନୁହେରା ନକଠକିଆ ପୁରାଣ ଦେଖିକି ଆସିବ ଭସ୍ମାସୁର କି ନାହିଁ ତମକୁ ଗୋଟେ ଦିନ ଫ୍ରି ଦେଇଥିଲି ମୁଁ 5 ରାତି ଗାଇଲିଣି ନାଟକ ତଣ୍ଟି ପଡି ଯାଇଥିଲା ନାଇଁ ପଡି ଯାଇଛି ଆରେ ପୁଅ ତ ତଣ୍ଟି ପଡିଛି ନା ପାଟି ପଡିଛି ରେ ପାଟି ପଡିବ ମୁଁ ମରିଛି ନା ତମ ହାତ ଖାଇବ ସ୍ୱର ପଡି ଯାଇଛି ଡାଉନ ହେଇଯାଇଛି ତଥାପି ତ ମୁଁ କହୁଛି ଭସ୍ମାସୁର କହିଥିଲି ପୁରାଣ ଦେଖିକି ଆସ ନଚେତ ତମର ଯଦି ମନ ପସନ୍ଦ ହଉନି ଆହୁରି 2ଟା କଥା କହୁଛି 2ଟା କଥା କହୁଛି ମରିକି ଜନ୍ମ ନାହିଁ କଂସ ଭାଗବତ ଦେଖ
ମଲା ପରେ କଂସର ଜନ୍ମ ନାହିଁ ସେ ତ ଲୀନ ହେଇଗଲା ମଲା ପରେ ଜନ୍ମ ନାହିଁ ପୁତନା ଭାଇ ଭଉଣୀ କଂସକୁ ପୁତନା ଭାଇ ଭଉଣୀ କି ନାହିଁ ହଉ ହଉ ଆମ କଥା ଦେଖିବା ମଲା ପରେ ତାଙ୍କର ଜନ୍ମ ନାହିଁ ଯଦି ଜନ୍ମ ଅଛି ମତେ କହିବ କଂସ କୋଉ ରୂପ ଧାରଣ କରିଥିଲା ଦ୍ୱାପର ଯୁଗ ପରେ କଂସ ମଲା ପରେ କେଉଁ ରୂପଟା ଧରିଥିଲେ ବା କେଉଁଠି ଜନ୍ମ ହୋଇଥିଲେ ଦେଖିବା ସେଇଥିପାଇଁ କହିଲି ଡକ୍ଟର ମାୟାଧର ମାନସିଂ କହିଲେ ସେଥିରେ ଦିଠବା ପକେଇ ଦେଲେ ମତେ 14 ବ୍ରହ୍ମାଣ୍ଡ ଦିଶେ ଟାଇମ ହେଇଗଲା ନାଚ ଅଛି ବୋଲି ବନ୍ଦ କରିକି ଲୋକ ନାହାନ୍ତି ବୋଲି ପଳେଇଲେ ତମେ କହିଲା ବାପି ହେଲାନି ଆଉ ତମ ବାପା ସାଙ୍ଗେ ନାଗୁଥିଲ ତମେ ଜାଣିନ ନନ ପାଣି ତମକୁ ଘରେ ବସା ହେଇଛି ତେଣୁ କହିବାର ତାତ୍ପର୍ଯ୍ୟ ସେ କଥା ନାହିଁ ରହ ପ୍ରୀତିଟା ହଉଛି ए मद निशा मंजई निशा ठारू अफिम निशा ठारू आहुरी निशा नाई बसंत निशा नुहई बनिसी बनिसी बोले खाड़ी अरे देख बसंत ए बसंत भाई खाड़ी पकईले खाड़ी रे कंटा लगे की डोर लगे की टस्टर लगे की पहिया बांधे की केंचुआटे गुंथिकी जदि पोखरे खाड़ीटे पकाइदेव माछ खुंपी 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 जमिति टाणी हेकी आसीबो सेमिति कवि कहले बोले नुहई बनिसी ए तो बळे मन मिलो आनिया करछि प्रीतिटा एइथिपे कवि कहले कंटारे आइची माछ कंटारे आसीची हौ आइची प्रीति कहले कवि कहले अभिमन्यु सामंत जेर प्रीतिटा हलम से आइची प्रीतिटिया करू प्रीति हबनी भाई भौणी रे की हारावती कन्या कथा जाइछि अछि कला पूर्वे सत्य करी अछि देवता को आरे दूत देवता को पूर्वे सत्य करी अछि देवता को आरे दूत देवता को पूर्वे सत्य करियोछि देवता आले लहरी भी पर कन्या देह ज्ञान थिले देवता मंदिर रे बसिकी आपण सत्य करछंती पर अस्त्र धरिबेनी पर धन खाइबेनी पर स्त्री हरण करिबेनी सत तम बौराण कहे तम बौराण सत्य करछि राण कोन पकेबो हां हो जदी सत्य करछ आय आज्ञा पर अस्त्र धरिबनी साउंड भानु कमेमुनी टंटी पड़छि न मरछि पर अस्त्र धरिबनी এই जोटा धरिछ सोडुटा सोडुओ कोड ए जो हाथ एटा सोडुओ अरे पुआ झुडु पानी बही एमिति हां एमिति कोन सेमिति कोन एटा सोडुओ एटा कोन एटा राम नाटक हौ महाभारत हौ एथुर गोटे गोटे धरि देई कि बाहर नाथ गोटे गोटे असुर टा 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 एटा कोन कहले सोड कोनादी आ ना कोन जानिछु कोन हैं बोला मोर नाम धनु धारी विजय करियो कोटारी
ଏହାର ନାମ ହେଲା ଯେ କି କର୍ଣ୍ଣ କଟାରୀ। ଏଥିରେ ଖାଲି ଛେଳି କାନ କଟା ହଉଛି। ଦଶହରାକୁ ତମଠୁ ମାଗିକି ନଉଛନ୍ତି। ଛେଳି କାନ କାଟିବା ପାଇଁ ହେଇଛି। ଆଉ କଣ ତମେ କହିଲ ଏହାର ନାମ ଧନୁର୍ଧାରୀ ବିଜୟ କର୍ଣ୍ଣ କଟାରୀ। କର୍ଣ୍ଣ ମାନେ କଣ କାନ? ଏଥିରେ କଣ କାଟୁଛ? ମୂର୍ଖକୁ ଦେଲେ ଉପଦେଶ। ହସି କହନ୍ତି ଜଗନ୍ନାଥ। କଣ ଆଉ ତମେ ତ କହୁଛ ଆଉ କଣ? ତାହେଲେ ଏଇଟା କଣ? କର୍ଣ୍ଣ କଟାରୀ। ଏଇଟା କର୍ଣ୍ଣ କଟାରୀ ମାନେ ତମକୁ କିଏ ଦେଇଥିଲା? କିଏ ଦେଇଥିଲା? ହଁ ବ୍ରହ୍ମା ପ୍ରଦାନ କରିଥିଲେ ମତେ। ଆଚ୍ଛା ପିତାମହ ବ୍ରହ୍ମା ହେଲେ ସୃଷ୍ଟିକର୍ତ୍ତା, ତେଣୁ ତୁମକୁ ଏଇଟା ଦେଇଥିଲେ। ପର ଅସ୍ତ୍ର ତମେ ଧରିନ, ଏଇଟା ତମ ନିଜ ଅସ୍ତ୍ର। ହଁ। ଆଚ୍ଛା ପର ଧନ ଖାଇଲି। ଖାଇନ? ନାଇଁ ନାଇଁ ଆଜି ଖାଇନ। ଆଜି ଖାଇନ। ଖାଇଛ? ଖାଇନ କଣ? ମୁଁ ଯୋଉ ବାଟରେ ଆସି ସଫଳ ତମକୁ ଦେଲି ଏଇଟା କଣ? ବସନ୍ତ ଦେଇନି? ହଁ ବସନ୍ତ। ହଁ ଆଉ କହିବୁ ସିଏ ଦେଇନି। ଅମିତି ବାବୁ ଦେଇନାହାନ୍ତି? ଯିଏ ତାହେଲେ ଦେଇଥିବେ। ପର ଧନ ଖାଇନ? ପର ଡ୍ରେସ ପିନ୍ଧିନ? ପିନ୍ଧନ୍ତି। ଏରା କାର? ମୋରି। ଏରା କୋଉଠୁ ଆଇଲ? କୋଉଠୁ ଆଣିଲି? ମତେ ଜଣେ ପ୍ରଦାନ କଲେ। ଏଇ ପ୍ରଦାନ କରିନାହାନ୍ତି ଇଟାମାତି ମହାନ୍ତି ଚିତ୍ରାଳୟରୁ ତମେ ଆଣିଛ। ଗାୟକଙ୍କର କୋପି ତୁ ଗୋଟେ ଇଟା ମାଟି ପାହାନ୍ତି ଚିତ୍ରାଳୟରୁ ଏଗୁଡ଼ା ଆଣିଛି। ରାମ ନାଟକ ହଉ କି ଦୁଆରୀ ନାଟକ ହଉ ସେ ଯାହା ହଉ ଏଇ ଯୋଉ ଡ୍ରେସ ଏରା କୋଉଠୁ ଆଉଛି? ସେ ଡ୍ରେସ କଥା ଅଲଗା, ବିଷୟ କଥା ତୁ ପକେଇଛୁ ଅଲଗା। ରତ୍ନ ହାର ଗଳେ ଦେଖିବି ସ୍ୱାବସୁର ଦୂତ। ଦେଖିବି मुंडे की रीति बधाई।